ସତ୍ୟକିଳା ପକ୍ଷରୁ ଆପଣଙ୍କୁ ସ୍ୱାଗତ। କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟୋଜିତ ତଦନ୍ତକାରୀ ସଂସ୍ଥା ଇଡି, ସିବିଆଇ ଏବଂ ବିଜେପି ବିରୋଧରେ କଂଗ୍ରେସ ପକ୍ଷରୁ ବାଲେଶ୍ୱର ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ନ୍ୟାସନାଲ ହାରାଲଡ ପ୍ରସଙ୍ଗରେ ଇଡି ଦ୍ୱାରା ଆଗତ ମାମଲା ଭିତ୍ତିହୀନ ବୋଲି ମାନ୍ୟବର କୋର୍ଟ ରାୟ ଦେବା ପରେ କଂଗ୍ରେସ ସର୍ବମାନ୍ୟ ନେତ୍ରୀ ସୋନିଆ ଗାନ୍ଧୀ ଓ ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀ କେବଳ ଦୋଷମୁକ୍ତ ହୋଇନାହାନ୍ତି, ବରଂ ସତ୍ୟର ବିଜୟ ହୋଇଛି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଯେ ଇଡି, ସିବିଆଇକୁ ବିଜେପିର ସ୍ୱାର୍ଥ ପାଇଁ ବ୍ୟବହାର କରୁଛନ୍ତି, ତାହା ଏବେ ପ୍ରମାଣିତ ହୋଇଛି ବୋଲି ବକ୍ତାମାନେ କହିଥିଲେ। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନ କ୍ରମେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସ ନେତୃତ୍ୱରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନା, କାଉନସିଲର ତଥା ବରିଷ୍ଠ ନେତା ପଦ୍ମଲୋଚନ ଲେଙ୍କା, ବରିଷ୍ଠ ନେତା ଗୋପୀନାଥ ପାଢ଼ୀ, କୃଷ୍ଣଗୋପାଳ ପଣ୍ଡା, ତୁଷାରକାନ୍ତି ତପସ୍ୱୀ, ମହିଳା କଂଗ୍ରେସ ନେତ୍ରୀ ଜ୍ୟୋତ୍ସ୍ନା ସେନାପତି, ପ୍ରତିମା ପଣ୍ଡା, ଉର୍ମିଳା ମାଝୀ, ବାସନ୍ତୀ ନାୟକଙ୍କ ସମେତ ବହୁ ନେତା ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଧନ୍ୟବାଦ। ପ୍ରତୀକାତ୍ମକ ବିକ୍ଷୋଭ यार कारण होची जे नेशनल हेराल्ड रो गुटे मिछ मामलारे ईडी प्रस्तुत करिकी जो सोनिया गांधी एवं राहुल गांधी विरुद्ध रे जो मिछ मामला रुजु करिथिला ताको कोर्ट अवमानना करिबा परे कांग्रेस दल केवल विजय हेई नाही, सत्यर विजय हेई, अहिंसार विजय हेई, धर्मर जय हेई एवं विशेष करी नरेंद्र मोदी